ଆଉ ଆମେ ମଧ୍ୟ ପରିଶ୍ରମ କରିବୁ ନାଟକଟିରେ। ଆପଣ ମାନଙ୍କ ଭଲ ପାଇବା ଆଶୀର୍ବାଦ ଥିଲେ ନାଟକଟି ଆଗକୁ ଆଗକୁ ଯିବ ଏବଂ ନୂଆ କରି ଜନ୍ମ ନେଇଥିବା ଅନୁଷ୍ଠାନଟି ଆଗକୁ ଆଗକୁ ବଢ଼ିବ। ତେଣୁ ଆମର ବହୁତ ଉତ୍କଣ୍ଠା ଅଛି, ବହୁତ ଇଣ୍ଟରେଷ୍ଟ ସହକାରେ ଆମେ ଆଜି ଠାକୁର ପୂଜାପୂଜି କରିକିନା ଆଜି କାମ ଆରମ୍ଭ କରିଛୁ। ତେଣୁ ଆପଣମାନଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ। ଆମର ସବୁ ଦର୍ଶକ ମାନଙ୍କର ଆଶୀର୍ବାଦ ରହିଲେ ନିଶ୍ଚିତ ନାଟକ ଉପରି କାହାଣୀ ତ ନିଶ୍ଚିନ୍ତ ଆମର ଡକ୍ଟର ଦୀପକ ଜେନା ସେ କରିଛନ୍ତି। ମତେ ଲାଗୁଛି ନୂଆକରି ଜନ୍ମ ନେଉଛି ଯେହେତୁ କାହାଣୀଟା ନିଶ୍ଚିତ ଉଚ୍ଚକୋଟୀରେ ହେଇଥିବ, କାରଣ ମୁଁ ଏପର୍ଯ୍ୟନ୍ତ ଆମେ ଆରମ୍ଭ ହେଇନି, ଆଜି ଆରମ୍ଭ ହବ। ତେଣୁ ମୋର ଆଶା ବିଶ୍ୱାସ ଲୋକମାନଙ୍କ ହୃଦୟକୁ ଛୁଇଁବ ବୋଲି। କିନ୍ତୁ ଆଜ୍ଞା ଗୋଟେ ଜିନିଷ ହଉଛି ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ଗୋଟେ କଥା ହଉଛି ଯଦି ଆମେ ପାଞ୍ଚ ଆଙ୍ଗୁଠି ଏକ ଏକ ସମସ୍ତେ ମିଶିକିନା ଗୋଟେ ମୁଠା କରିଦେଲେ ମୁଠାଟା ତିଆରି ହବ, ଶକ୍ତ ହବ। ଯଦି ସମସ୍ତେ ନିଜକୁ ପ୍ରତ୍ୟେକ ଅନୁଷ୍ଠାନକୁ ଯୋଉ ଅନୁଷ୍ଠାନରେ କାମ କରିବା, ଯୋଉ ଅନୁଷ୍ଠାନ ଅନ୍ନଦାତାକୁ ଅନ୍ନ ଖାଇବା, ଆମେ ଯଦି ନିଜର ବୋଲି ଭାବିବା ତାହେଲେ ସବୁ କିଛି ସୁନ୍ଦର ଭାବରେ ସୁରୁଖୁରୁରେ ହବ, କେବେ ବି ଅସୁବିଧା ହବନି ଏବଂ ଦିନ ଗୁଡ଼ା ଏମିତି ହସ ଖୁସିରେ ବିତିଯିବ ଯେ ସମୟ ଜମା ଜଣା ପଡ଼ିବନି। ତେଣୁ ମୋର ବିଶ୍ୱାସ, ଆଶା ବିଶ୍ୱାସ ଯେମିତି ଗୋଟେ ପରିବାର ଭିତରେ ଆମେ ସମସ୍ତେ ଚଳୁଛେ ସେମିତି ମନ ନେଇ ସମସ୍ତେ ଚଳିବା ଉଚିତ। ଆଶା ଆଉ ଦୀପନା ତ ନିଶ୍ଚିନ୍ତ ଅନେକ କିଛି ଅଛି। ଯାହାହେଲେ ବି ଆମ ମାନଙ୍କର ଅନ୍ନଦାତା ପ୍ରଯୋଜକ ଯିଏ ଅଛନ୍ତି ବର୍ତ୍ତମାନ ଆମ ସାହୁ ମହୋଦୟ, ସେ ବହୁତ ଭଲ ଲୋକ। ଫକ ଭାଇ ବି ବହୁତ ଭଲ ଲୋକ, କାରଣ ଫକ ଭାଇଙ୍କ ସହିତ ମୁଁ ଆଗରୁ ବି ଚଳିଛି। ସମସ୍ତେ ମିଶିମାଶି କରୁଛନ୍ତି, ସମସ୍ତଙ୍କ ମନ ଏକ ଅଛି। ତେଣୁ ଭଗବାନଙ୍କ ବରାଦ ମୋର ବିଶ୍ୱାସ ଅଛି ନିଶ୍ଚିନ୍ତ ଉନ୍ନତି କରିବ ବୋଲି, ଆଗକୁ ଆଗକୁ ଉପରକୁ ଯିବ। ମାହେଶ୍ୱରୀ ପରିବାର ତରଫରୁ ଆଜି ଆଖଡ଼ା ପୂଜାରେ କଣ ଦର୍ଶକ ମାନଙ୍କୁ ମେସେଜ ଦେବେ? ଦର୍ଶକ ଦେବତାଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ଆପଣମାନେ ଯେମିତି ଭଲ ପାଇବା ଦେଉଥିଲେ ସେମିତି ଭଲ ପାଇବା ଦିଅନ୍ତୁ ଏବଂ ନାଟକଟିକୁ ଦେଖନ୍ତୁ। ଆସି ନାଟକ ଯେଉଁଦିନ ଆମର ପ୍ରଥମ ଅନୁଷ୍ଠିତ ହେବ ଯେଉଁ ଜାଗାରେ ଆପଣ ଦେଖନ୍ତୁ, କେଉଁଠି ଭୁଲ ଠିକ୍ ମତାମତ ଦିଅନ୍ତୁ। ଆମର କିଛି ଭୁଲ ଥିଲେ ଆମେ ନିଶ୍ଚୟ ସୁଧାରିବୁ। ଆପଣମାନଙ୍କ ଭଲ ପାଇବା ଅପେକ୍ଷାରେ ଆମେ ରହିଛୁ। ଯେମିତି ହୃଦୟରେ ସ୍ଥାନ ଦେଲେ ସେମିତି ସ୍ଥାନ ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ ଏବଂ ନାଟକ ଉପଭୋଗ କରନ୍ତୁ ଏବଂ ନୂତନ ଜନ୍ମ ନେଇଥିବା ମାହେଶ୍ୱରୀକୁ ଆପଣ ଆଶୀର୍ବାଦ କରନ୍ତୁ। ଏତିକି ମୋର କାମନା।